ଶୁଣିଲି ମୁଁ ବିଶ୍ୱାସ କଲି ବାପା ଚାଲିଗଲେ ବୋଲି। ତାପରେ ମୋ ଭାଇର ବି ଅପରେସନ ହବ ମେଡିକାଲରେ ସେ ପଡିଛି। ଆଉ ଘରେ କେହି ନାହାନ୍ତି, ମୋ ବୋଉ ବି ନାହିଁ, ମୋ ବୋଉ ଦେହ ଖରାପ, ମୋ ବୋଉ ମାମୁଁ ଘରେ ଅଛି। ସବୁ ଶୁଣି ସାରିଲା ପରେ ମୋ ଛାତି ଫାଟିଗଲା ଭଳିଆ ଲାଗିଲା। ନମସ୍କାର, କଣ କହିବି, କଳାକାର ଜୀବନ ତ ଏଇଆ। ମୋ ବାପା ମରିଯାଇଛନ୍ତି ଆଜି, ହେଲେ ଆମେ କଳାକାର ଏତେ ଦୁଃଖୀ, ମାନେ ଏତେ ଦୁଃଖରେ ଥାଇକି ମଞ୍ଚରେ ମୁଁ ହସେଇବାକୁ ପଡେ। କଳାକାର ଜୀବନ ହଉଛି ଏଇଆ। ଯେତେ କଷ୍ଟ ହେଲେ ବି ଆମକୁ ମଞ୍ଚରେ ଦର୍ଶକ ମାନେ ଆମ ଦେବତା, ତାଙ୍କୁ ହସେଇବୁ, ବନ୍ଦେଇବୁ, ସବୁ ପ୍ରକାର କରିବୁ। କିନ୍ତୁ ଆମ କାନ୍ଦ କେହି ଦେଖି ପାରୁନାହାନ୍ତି। ଆମେ ଯୋଉ ଦୁଃଖରେ ସେଟା ଦେଖିପାରୁ, ମୁଁ ଆଉ କିଛି କହିପାରିବିନି। କ୍ଷମା କରନ୍ତୁ, ନମସ୍କାର। ହଁ, ମୁଁ ରୁମରେ ଥିଲି, ମୁଁ ଶୁଣିଲି, ମୁଁ ବିଶ୍ୱାସ କଲି ବାପା ଚାଲିଗଲେ ବୋଲି। ତାପରେ ମୋ ଭାଇର ବି ଅପରେସନ ହବ ମେଡିକାଲରେ ସେ ପଡିଛି। ଆଉ ଘରେ କେହି ନାହାନ୍ତି, ମୋ ବୋଉ ବି ନାହିଁ, ମୋ ବୋଉ ଦେହ ଖରାପ, ମୋ ବୋଉ ମାମୁଁ ଘରେ ଅଛି। ସବୁ ଶୁଣି ସାରିଲା ପରେ ମୋ ଛାତି ଫାଟିଗଲା ଭଳିଆ ଲାଗିଲା। ଆଉ କେହି, ମୋ ବଡ ଭାଇ ଖାଲି ଯାଇଛନ୍ତି ଟାଉନରୁ, ଆମ ମଝିଆ ଭାଇଟା ଅଛି। ଏହା ହଉଛି କଥା। ହଁ, ଦର୍ଶକ ମାନେ ଜାଣିଛନ୍ତି କଳାକାର ଜୀବନଟା, ଦର୍ଶକ ମାନେ ସବୁ ଜାଣିଛନ୍ତି, ଆମକୁ ବହୁତ ଭଲ ପାଆନ୍ତି, ସମସ୍ତେ ଭଲ ପାଆନ୍ତି। ଦର୍ଶକ ମାନେ ଜାଣିଛନ୍ତି, ଜାଣିଲେ କଣ ହବ। କିନ୍ତୁ ଏ ପରିସ୍ଥିତି କିଏ ଦେଖୁଛି ଆମକୁ? ଏ ପରିସ୍ଥିତିରେ ଆମେ ଭିତରେ କାନ୍ଦୁଛୁ, ଯେ ଏଠି ହସଉଛୁ, ଲଭ୍ ସିନରେ ହସିକି ନାଚୁଛୁ, ସେଟା କେହି ଦେଖିପାରିବେନି। ଆଜି ମୋର ଯଦିଓ ଅଫ୍ ଅଛି, ମୁଁ ଘରକୁ ସେଥିପାଇଁ ଯିବି। ଆଜି ସକାଳେ ଯୋଉ ନାଟକ ହବ ଅଲଗା ଜାଗାରେ, ମୋର ଅଫ୍ ଅଛି। ହଁ, କାଲି ଯିବି। ଆମର ଶବ ଅଛି, ଏପର୍ଯ୍ୟନ୍ତ ଆଉ ସଂସ୍କାର ହେଇନି, ମୋ ପାଇଁ ଅପେକ୍ଷା କରିଛନ୍ତି। ମୁଁ ଗଲେ ଶବ ସଂସ୍କାର ହବ। ଆଉ ସରିଗଲେ ଆମେ ପଳେଇବୁ ସାଙ୍ଗେ ସାଙ୍ଗେ। ସରିଗଲା ଆଉ 2ଟା ସିନ୍ ଅଛି, ମୋର ଏଇ ସିନ୍ ଟା ସାରିଦେଲେ ଲାଷ୍ଟ ସିନ୍ ବି ଅଛି। ଦେଖିବା, ନନାଙ୍କୁ କହିବା ଯଦି କାଟିଦେବେ, ମୁଁ ପଳେଇ ଯିବି ସାଙ୍ଗେ ସାଙ୍ଗେ। ହଉ, ରହୁଛି, ମୁଁ ତମମାନଙ୍କର ବାପା ନୁହଁ, ତମମାନଙ୍କର ବାପା ମା ଅନେକ ଦିନ ଆଗରୁ ମରିଚାଲିଛୁ। ଜୀବନ ହଉଛି ମୋ ପୁଅ। ଏ ଘଟଣା ଦୁର୍ଘଟଣା ପାଇଁ ମୁଁ ଦାୟୀ। ତମେ ମାନେ ମିଳିମିଶି ମତେ ଅଭିଶାପ ଦିଅ, ଆଉ ସେଇ ଅଭିଶାପରେ ମୁଁ ଯେମିତି ଧ୍ୱଂସ ହେଇଯାଏ ଧ୍ୱଂସ। ଏ ସୁଜାତା, ସୁଜାତା, अलग अलग बापर ଆପଣ ତ ଦେଖିଲେ ଯେଉଁ ଆର୍ଟିଷ୍ଟ ନମିତା ମ୍ୟାଡ଼ାମ, ତାଙ୍କ ବାପା ଚାଲିଗଲେ। ତଥାପି କହିଲେ ଦର୍ଶକ ମାନେ ସେଇ ମଞ୍ଚର ସେଇ ଦୁଃଖ, ସେଇ କାନ୍ଦରେ, ସେଇଥିରେ ଲଭ୍ ସିନ୍ ଆସୁଛି। କଳାକାର ମାନଙ୍କୁ କେମିତି, ଦର୍ଶକ ମାନେ କେମିତି ହସେଇବା, ସେଇଥିରେ ପରିଶ୍ରମ ମାନେ କରୁଛନ୍ତି। ଆମେ ତାକୁ ଅନେକ ପଇସା ଦେଇଛୁ, ଅନେକ ଦେଇଛୁ। କି ପଇସା? ବାପା ସିଆଡ଼େ ପଡ଼ିଛି, ସକାଳେ ଯିବେ, ତଥାପି ମାଲିକ ମାନେ ତାକୁ ଛାଡ଼ି ପାରୁନାହାନ୍ତି। କ'ଣ କରି ଏଗ୍ରିମେଣ୍ଟ କରିଛନ୍ତି। ସେ ଦୁଃଖର କଥା ଆପଣ ନିଜେ ଭିଜୁଆଲ ନେଲେ, ଆପଣ ଦେଖିକି ପକେଇଲେ କେତେ ସୁନ୍ଦର ଆର୍ଟିଷ୍ଟ। ତାଙ୍କ ବାପା ଏକ୍ସପାୟାର କରି ଯାଇଛନ୍ତି। ତାଙ୍କ ଭାଇର ବି କାଲି ଅପରେସନ ହବ। ଏତେ ଦୁଃଖ ଭିତରେ ଥାଇ କଳାକାର ମାନେ ଦର୍ଶକକୁ ସେ ନିଜେ ହସଉଛନ୍ତି, ନିଜେ ଲଭ୍ ସିନ୍ ବି ନିଜେ ଡ୍ୟାନ୍ସ କରୁଛନ୍ତି। ଆଠୁ ଦୁଃଖ ଦୁନିଆରେ କିଛି ନାହିଁ। ଗୋଟେ କଳାକାର କେତେ କଷ୍ଟ, କେତେ ଦୁଃଖ, ଆପଣ ଯନ୍ତ୍ରଣା ପାଇପାରୁଛନ୍ତି, ଜାଣିପାରୁଛନ୍ତି। ଏଇଥିରେ ଆମେ ସବୁ ପରିଶ୍ରମ ମାନେ କହୁଛି, ଆମେ ଏତେ ପଇସା ଦେଉଛୁ, ସେତେ ପଇସା ଦେଉଛୁ, ଏତେ ବାଦ ହିଂସା। ଆପଣ ବି ଏଗ୍ରିମେଣ୍ଟ କରିଛନ୍ତି, ଆପଣ ବାପା ମରୁ, ମା ମରୁ, ଯିଏ ମରୁ, ଆପଣ ଯାଇପାରିବେନି। ଆପଣ ଯେକୌଣସିରେ ଅଭିନୟ କରିଛନ୍ତି, ହିରୋ ହିରୋଇନ, ଆପଣ ସରିଲା ପରେ ଆପଣ ସକାଳେ ଯାଇକି ଡେଡ୍ ବଡି ପୋଡ଼ା ହବ।